नमस्कार। ମୁଁ ଜ୍ୟୋତିର୍ବିଦ ସଞ୍ଜୀବ କୁମାର ମିଶ୍ର। ମୋର ଜ୍ୟୋତିଷ ୟୁଟ୍ୟୁବ୍ ଚ୍ୟାନେଲରେ ସମସ୍ତ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ସୁସ୍ୱାଗତ। ଆଜି ମୁଁ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ କହିବି 2024 ବର୍ଷଟି କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ କିପରି ଅତିବାହିତ ହେବ। ଏ ବର୍ଷ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ କ'ଣ ଫଳ ରହିଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ, କର୍ମ କ୍ଷେତ୍ରରେ ଆପଣଙ୍କ ପାଇଁ କ'ଣ ସଫଳତା ମିଳିବ, ସେ ସମ୍ପର୍କରେ ଦର୍ଶକ ବନ୍ଧୁମାନଙ୍କ ପାଇଁ ଗୋଟେ ସୁନ୍ଦର ଭିଡ଼ିଓ ଆଣିଅଛି। ଆସନ୍ତୁ ଆମେମାନେ ସେ ସମ୍ପର୍କରେ ଆଲୋଚନା କରୁ। କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଯଦି ଆମେ 2024 ବର୍ଷ କଥା ଯଦି ମୁଁ ଗ୍ରହ ସ୍ଥିତିକୁ ଯଦି ମୁଁ ଆଲୋଚନା କରିବି, କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏ ବର୍ଷ ଶନି ଗ୍ରହ ଅଷ୍ଟମ ଭାବରେ ଗୋଚର କରୁଥିବାରୁ ବର୍ଷ ସାରା ଆପଣମାନଙ୍କ ପାଇଁ ଅଶୁଭ ପ୍ରଦାନ କରିବେ। ବୃହସ୍ପତି ଗ୍ରହ ଆପଣମାନଙ୍କ ପାଇଁ ନିଜେ ଦଶମ ପ୍ରଥମ ପାଞ୍ଚ ମାସ ଦଶମ ଭାବରେ ଗୋଚର କରୁଥିବାରୁ ତାପରେ ଏକାଦଶ ଭାବରେ ଗୋଚର କରୁଥିବାରୁ ବୃହସ୍ପତି ଗ୍ରହ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବେ। ରାହୁ ଗ୍ରହ ନଅ ଭାବରେ ଗୋଚର କରୁଥିବାରୁ ଆପଣଙ୍କ ପାଇଁ ରାହୁ ଗ୍ରହ ମଧ୍ୟମ ଧରଣର ଶୁଭଫଳ ପ୍ରଦାନ କରିବେ, ମଧ୍ୟମ ଫଳ ପ୍ରଦାନ କରିବେ। କେତୁ ଗ୍ରହ ତୃତୀୟ ଭାବରେ ଗୋଚର କରୁଥିବାରୁ ଆପଣମାନଙ୍କ ପାଇଁ ବର୍ଷ ସାରା କେତୁ ଗ୍ରହ ଶୁଭଫଳ ପ୍ରଦାନ କରିବେ। ଏ ବର୍ଷ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆପଣ ଶୁଭ ଅଶୁଭ ମିଶ୍ରିତ ଫଳ ଉପଭୋଗ କରିବେ। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଯଦି ମୁଁ ଶୁଭଫଳ କଥା ଯଦି ଚିନ୍ତା କରିବି, ଏ ବର୍ଷ ବୃହସ୍ପତି ଗ୍ରହ ଆପଣମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରୁଥିବାରୁ ଯାହାକି ନୂତନ କର୍ମ ପ୍ରାପ୍ତ କରିବେ, କର୍ମକ୍ଷେତ୍ରରେ ପ୍ରମୋସନ୍ ଲାଭ ହେବ, ବିଦ୍ୟାର୍ଥୀମାନେ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ, ସନ୍ତାନ ଲାଭ ହେବ, ନୂତନ ଜ୍ଞାନ ପ୍ରାପ୍ତ ହେବ, ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧିପ୍ରାପ୍ତ ହେବ, ଏପରିକି ବନ୍ଧୁ ଜଣଙ୍କଠାରୁ ପ୍ରଶଂସାର ପାତ୍ର ହେବେ। ଆପଣ ଆର୍ଥିକ କ୍ଷେତ୍ରରେ ବଡ଼ ଧରଣର ସଫଳତା ପ୍ରାପ୍ତ କରିବେ। ନୂତନ ଅର୍ଥ କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବେ। ଯେ ବହୁ ଦିନ ହେଲା ଆପଣ ବାକି ଥିବା ଟଙ୍କା ଫେରସ୍ତ ପାଉନଥିଲେ, ସେ ଟଙ୍କା ଆପଣମାନେ ଫେରସ୍ତ ପାଇବେ। ଆପଣଙ୍କ ଯେଉଁ ଋଣ ଚିନ୍ତା ଅତ୍ୟଧିକ ମାତ୍ରାରେ ବୃଦ୍ଧିପ୍ରାପ୍ତ ହେଉଥିଲା, ସେଥିରୁ ଆପଣମାନେ ମୁକ୍ତିପ୍ରାପ୍ତ ହେବେ। ଏପରିକି ଆପଣ ନିହାତି ଭାବରେ ପ୍ରଥମ 5 ମାସ ଏବଂ ନିହାତି ଭାବରେ ବର୍ଷ ସାରା ଆପଣମାନଙ୍କ ମାନେ କର୍ମକ୍ଷେତ୍ରରେ ସଫଳତା ଅତ୍ୟଧିକ ମାତ୍ରାରେ ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ଅତ୍ୟଧିକ ମାତ୍ରାରେ ସଫଳତା ପ୍ରାପ୍ତ କରିପାରିବେ ଏବଂ ନୂତନ ଜମି ମଧ୍ୟ ପ୍ରାପ୍ତ କରିବେ, ନୂତନ ଘର ମଧ୍ୟ ପ୍ରାପ୍ତ କରିବେ। ଯଦି କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ ଫଳ କଥା ଯଦି ମୁଁ ଚିନ୍ତା କରିବି, ଏ ବର୍ଷ ନିହାତି ଭାବରେ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ କ୍ଷୟକ୍ଷତି ଲାଗି ରହିବ। ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖାଦେବ, ଅତ୍ୟଧିକ କ୍ରୋଧ ଜାତ ହେବ, ମନରେ ଆଲସ୍ୟ ଭାବ ଅତ୍ୟଧିକ ମାତ୍ରାରେ ଆସିବ, ପରିବାରରେ ଅଶାନ୍ତି ଦେଖାଦେବ, ଦାମ୍ପତ୍ୟ ଜୀବନ କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ଦେଖାଦେଇ ଅଲଗା ମଧ୍ୟ ହୋଇପାରନ୍ତି। ଏପରିକି ଅତ୍ୟଧିକ କ୍ରୋଧ ମଧ୍ୟ ଜାତ ହେବ। କୌଣସି କାର୍ଯ୍ୟକୁ ନେଇ ଆପଣ ଅତ୍ୟଧିକ ମାତ୍ରାରେ ଚିନ୍ତା ଅନୁଭବ କରିବେ ଏବଂ ସବୁ କାର୍ଯ୍ୟରେ ଆପଣ ବିଳମ୍ବ ଦେଖାଦେବ। ଏପରିକି ପିତା ସହିତ ମତଭେଦ ମତ ପାର୍ଥକ୍ୟ ଦେଖାଦେଇପାରେ। ଏପରିକି ଆପଣ ନିହାତି ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅସଫଳତା ଅର୍ଜନ କରିବେ। ଆପଣ ଯେତେ ପରିଶ୍ରମ ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାର୍ଯ୍ୟରେ ଆପଣ ବିଳମ୍ବ ଦେଖାଦେବ ଏବଂ ସବୁ କାର୍ଯ୍ୟରେ ବିଫଳତାର ସମ୍ମୁଖୀନ ହେବେ। ଏପରିକି ନିଜର ଆତ୍ମବିଶ୍ୱାସରେ କମି ଅନୁଭବ କରିବେ। ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖାଦେବ, ହୃଦରୋଗ ଜନିତ ସମସ୍ୟା ଦେଖାଦେବ, ଯାନବାହନ ଦୁର୍ଘଟଣା ମଧ୍ୟ ଦେଖାଦେଇପାରେ। ଏପରିକି ପରିବାର କାହାର ଅକାଳ ମୃତ୍ୟୁ ମଧ୍ୟ ଦେଖାଦେଇପାରେ, ଧନହାନି ଦେଖାଦେବ। ଏପରିକି ନିହାତି ଭାବରେ ଅତ୍ୟଧିକ ନିଶା ଦ୍ରବ୍ୟ ପ୍ରତି ଆସକ୍ତିବଦ୍ଧ ହୋଇପାରନ୍ତି କର୍କଟ ରାଶିର ବ୍ୟକ୍ତିମାନେ। ଏ ବର୍ଷ ନିହାତି ଭାବରେ ପିତା ମାତାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେବ। ବନ୍ଧୁ କଲହ ଅତ୍ୟଧିକ ମାତ୍ରାରେ ଦେଖାଦେବ, ବଡ଼ ଭାଇ ସହିତ ତିକ୍ତତା ଲାଗି ରହିବ। ନିହାତି ଭାବରେ କର୍କଟ ରାଶିର ବ୍ୟକ୍ତିମାନେ ଏ ବର୍ଷ ଯଦି ଯୋଗୀ କରି ଚଳିବେ, ନିହାତି ଭାବରେ ଆପଣମାନେ ଏ ଅଶୁଭ ଫଳକୁ କାଟିପାରିବେ। ସମସ୍ୟା ଅଛି ମାନେ ସମାଧାନ ସୂତ୍ର ନିହାତି ଅଛି। ଯଦି ଆପଣମାନେ ପ୍ରତିକାର କରିବେ, ନିହାତି ଭାବରେ ଆପଣ ଏ ସମସ୍ୟାରୁ ଆପଣମାନେ ମୁକ୍ତି ପ୍ରାପ୍ତ କରିପାରିବେ ଏବଂ ଏ ସମସ୍ୟା ନିହାତି ଭାବରେ ଆପଣମାନେ ଦୂରୀଭୂତ ହୋଇପାରିବ। ନିହାତି ଭାବରେ କର୍କଟ ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ, ଜମିବାଡ଼ି କ୍ଷେତ୍ରରେ ଏବଂ ଶିକ୍ଷା କ୍ଷେତ୍ରରେ ନିହାତି ଭାବରେ ସଫଳତା ଲାଭ କରିବେ। ଅନ୍ୟ କ୍ଷେତ୍ରରେ ଆପଣମାନେ
ଅଶୁଭ ଫଳ ପ୍ରାପ୍ତ ହେବ। ସେ ଅଶୁଭ ଫଳ ପାଇଁ ଆପଣମାନେ କ'ଣ ପ୍ରତିକାର କଲେ ଅଶୁଭ ଫଳକୁ ଆପଣ ବିତାଡ଼ିତ କରିପାରିବେ? ପ୍ରଥମ ପ୍ରତିକାର ହେଉଛି ଯେ ଆପଣ ପ୍ରତିଦିନ ଶନିଙ୍କ ବୀଜ ମନ୍ତ୍ର ଏକମାଳା ଜପ କରନ୍ତୁ। ଶନିଙ୍କ ବୀଜ ମନ୍ତ୍ର ହେଉଛି ଓಂ ପ୍ରାଂ ପ୍ରିଂ ପ୍ରଂ ସ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ ପ୍ରତିଦିନ ଏକମାଳା ଜପ କରନ୍ତୁ। ଦ୍ୱିତୀୟ ପ୍ରତିକାର ହେଉଛି ଆପଣ ହନୁମାନ ଚାଳିଶା ପାଠ କରନ୍ତୁ। ତୃତୀୟ ପ୍ରତିକାର ହେଉଛି ପ୍ରତି ଶନିବାର ଦିନ ମାଇ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ଏହିପରି ଭାବରେ 21ଟି ଶନିବାର କରନ୍ତୁ। ଏବଂ ଚତୁର୍ଥ ନମ୍ବର ପ୍ରତିକାର ହେଉଛି ଶିବ ମନ୍ଦିରରେ 11 ଅବ୍ରତର ଗୋଟେ ରୁଦ୍ରାଭିଷେକ କରାନ୍ତୁ। କୌଣସି ଶୁକ୍ଳପକ୍ଷ ଶନିବାର ଦିନ ଆପଣ 11 ଅବ୍ରତ ଯଦି ରୁଦ୍ରାଭିଷେକ କରାଇବେ ନିହାତି ଭାବରେ ଏସବୁ ସମସ୍ୟାରେ ଆପଣମାନେ ମୁକ୍ତିପ୍ରାପ୍ତ କରିପାରିବେ। ଯେତିକି ସମସ୍ୟା ଅଛି ଏ ସମସ୍ୟା ଆପଣମାନଙ୍କ ପାଇଁ ଦୂରୀଭୂତ ହୋଇପାରିବ ଏବଂ ନିହାତି ଭାବରେ 2024 ବର୍ଷଟି ଆପଣମାନେ ଶୁଭରେ ଅତିବାହିତ ହେବ। ଯଦି ଆପଣମାନଙ୍କୁ এই ভিডিওটি ଭଲ ଲାଗିଲା ନିହାତି ଭାବରେ ଆପଣମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ ବି କରିବେ ଏବଂ ସବସ୍କ୍ରାଇବ୍ କଲାବେଳେ ବେଲ୍ ଆଇକନ୍କି ପ୍ରେସ୍ କରିଦେବେ। ଆଗାମୀ ଦିନରେ ଯେଉଁ ଭିଡ଼ିଓ ଗୁଡ଼ିକ ଆଇଲା ଆପଣମାନେ ସମ୍ପୂର୍ଣ୍ଣ ପ୍ରାପ୍ତ କରିପାରିବେ। ଏନ୍ତା ନୂଆ ନୂଆ ଭିଡ଼ିଓ ଦେଖିବାର ଲାଗି ଏବଂ ଉତ୍ସାହ ଜାଗ୍ରତ କରବାର ଲାଗି ସବୁବେଳେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ସେୟାର ମଧ୍ୟ କରୁନ୍। ଯଦି ନମସ୍କାର ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ ପୁଣି ଏକ ନୂଆ ବିଷୟରେ। ଧନ୍ୟବାଦ।